ଗଛରୁ ବାଘର ମୃତଦେହ ଉଦ୍ଧାର ଘଟଣା ଦୁଇ ଗିରଫ ଶିକାରୀ ସାମଗ୍ରୀ ଜବତ ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ଗ୍ରାମ ନିକଟରେ ଗଛ ଉପରୁ କଲରାପତ୍ରିଆ ବାଘର ମୃତଦେହ ମିଳିବା ଘଟଣା ବନ ବିଭାଗ ଦୁଇ ଜଣଙ୍କୁ ଗୁରୁବାର ଗିରଫ କରିଛି। ସେମାନେ ହେଲେ କବିସୂର୍ଯ୍ୟନଗର ଥାନା କୋଡ଼ିଆଳି ଗ୍ରାମର ବଳରାମ ଭୂୟାଁ ଓ ରବୀନ୍ଦ୍ର ଗୌଡ଼। ସେମାନଙ୍କ ନିକଟରୁ ବନ ବିଭାଗ ଦୁଇଟି କୃଷ୍ଣସାର ମୃଗର ଶିଙ୍ଗ, 8ଟି ବାର୍ହା ଦାନ୍ତ, 1 କେଜି ଜିଆଇ ତର ସମେତ ଶିକାରରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି। ଗୁରୁବାର ରାତି 10:30ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଡିଏଫଓ ସନି ଖକର ସୂଚନା ଦେଇଛନ୍ତି। ବ୍ରହ୍ମପୁର ବନଖଣ୍ଡ ଖାଲିକୋଟ ବନ୍ୟାଞ୍ଚଳ ଅନ୍ତର୍ଗତ ଜରଡ଼ା ଗାଁ ନିକଟସ୍ଥ ପାହାଡ଼ କଡ଼ରେ ଥିବା ଏକ କ୍ରସର ପାର୍ଶ୍ୱ ନିମ୍ବ ଗଛରେ ଉକ୍ତ କଲରାପତ୍ରିଆର ମୃତଦେହ ଲାଗିଥିଲା। ବାଘର ମୃତଦେହରେ ଏକ ତାର ସହ ଗୋଟିଏ ପଥର ଝୁଲିଥିଲା। ତେବେ ବାଘକୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବା ବେଳେ ବାର୍ହା ଶିକାର ପାଇଁ ଫାଶ ପକାଇଥିବା 3 ଜଣଙ୍କୁ ବନ ବିଭାଗ ଅଟକ ରଖିଥିଲା। ଗୁରୁବାର ସେମାନଙ୍କ ମଧ୍ୟରୁ 2 ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟ ଅଭିଯୁକ୍ତ କ୍ରସରରେ କାମ କରୁଥିବା ବେଳେ ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ତାହାର ତଦନ୍ତ କରୁଛି ବନ ବିଭାଗ।